ଏବେ ଚାଲିଛି ତିତିପ ଆମର ଯୋଉ ଚିଲିକା ପାରିକୁଦ ମାଲୁଦ ଆଗକୁ ଯୋଉ ତିତିପ ସେଇଠି ତାଙ୍କର ପଣା ସଂକ୍ରାନ୍ତି ପାଇଁ ଯାତ୍ରା ହୁଏ, ବହୁତ ବଡ଼ ଆକାରରେ ଯାତ୍ରା ହୁଏ। ସେଇଠି ବର୍ତ୍ତମାନ ପାର୍ଟି ଚାଲିଛି। ବଢ଼ିଆ ମାନେ ଆମର ବିଶ୍ୱ ଦରବାର ସହିତ ସୂର୍ଯ୍ୟ ମନ୍ଦିର ଦୁଇଟା ଯାକ ପାର୍ଟି ବହୁତ ଭଲ ପାର୍ଟି। ଆଉ ଲୋକ ପ୍ରବଳ ଭିଡ଼। ସେମିତି କିଛି ନାହିଁ, ଆମେ ଅଭିନୟ କରିବା କଥା। ଷ୍ଟେଜରେ ଆମେ ଅଭିନୟ କରିବୁ, ଲାଇଟ୍ ଜଳୁଛି, ସାଉଣ୍ଡ ଅଛି, ଅଡ଼ିଏନ୍ସ ବସିଛନ୍ତି। ଫରକ ଏତିକି ଟିକଟ ନ କରିକି ଫ୍ରିରେ ଦେଖନ୍ତି। ଅଭିନୟ ସବୁଆଡ଼େ ସମାନ। ଦେଖନ୍ତୁ ବର୍ତ୍ତମାନ ଯୋଉ ପରିସ୍ଥିତିରେ ଯାତ୍ରା ଗତି କରୁଛି, ହୁଏତ ଯାତ୍ରା ବହୁତ ଆଗକୁ ଯାଇପାରେ, ନହେଲେ ଯାତ୍ରା କୋଉ ମୁହୂର୍ତ୍ତରେ ବନ୍ଦ ବି ହେଇଯାଇପାରେ। ବର୍ତ୍ତମାନ ଯୋଉ କଣ୍ଟ୍ରୋଭର୍ସିରେ ଚାଲିଛି ଯାତ୍ରା, ଦୁଃଖର କଥା, ଦୁଃଖର ବିଷୟ। ଇଆଡୁ ସିଆଡୁ କଣ୍ଟ୍ରୋଭର୍ସି, ଛୋଟ ପିଲାଙ୍କ ଭଳିଆ କଣ ମାନେ ସମସ୍ତେ ସୋସିଆଲ ମିଡ଼ିଆରେ ବାଇଟ୍ସ ଦେଇ ଦଉଛନ୍ତି, କହି ଦଉଛନ୍ତି, ନିଜ ପ୍ରଫେସନକୁ ଦେଖୁନାହାନ୍ତି। ଯୋଉ ପ୍ରଫେସନରେ ଆମେ କାମ କରୁଛୁ ସେ ପ୍ରଫେସନକୁ ଭଗବାନ ମାନିକି ଚାଲିବା ଉଚିତ। କଣ କହିବି, ଏଇଟା ଦୁଃଖର କଥା। ଏସବୁ ହବା କଥା ନୁହଁ। ଜଣେ କଳାକାର ହେଇକି କଣ ଆପଣଙ୍କୁ ସମସ୍ତଙ୍କ ଜାଗାରେ ଠିକ ଅଛନ୍ତି, ସମସ୍ତେ ଭୁଲ। ମାଲିକ ମାଡ଼ ମାରିବାଟା ଭୁଲ, ସେ ପଇସା ନେଇକି ଫେରେଇବାଟା ଭୁଲ। ତେଣୁ ଏଠି କଣ କହିବ କାହାକୁ? ସେମାନେ ନିଜ ନିଜ ଭିତରେ ଯାହା ବୁଝାମଣା ହେବେ ନା। ଆଉ କିନ୍ତୁ ଏଇ କଥା ଯେତେବେଳେ ଆପଣ ଦେଖନ୍ତି, ଆପଣଙ୍କୁ ଅନେକ ପ୍ରଶ୍ନ ଆସୁଥିବ, ଅନେକ ରିଲେଟିଭ ଆପଣଙ୍କୁ ପଚାରୁଥିବେ କି କଣ ଏମିତି ଚାଲିଛି, ସେ ପ୍ରଶ୍ନ ଆପଣ କେମିତି ଉତ୍ତର ଦିଅନ୍ତି? ନାଇଁ, ମତେ ସେମିତି କେହି ପଚାରି ନାହାନ୍ତି। ମତେ ସେମିତି କେହି ପଚାରି ନାହାନ୍ତି। ମତେ ତ ଦେଖୁଛନ୍ତି, ଆପଣ ମାନେ ବୁମ୍ ଧରିକି କ୍ୟାମେରା ଧରିକି ଛିଡା ହେଇଯାଉଛନ୍ତି ପ୍ରତ୍ୟେକ ମୁହୂର୍ତ୍ତରେ। ବର୍ତ୍ତମାନ ଖାଲି ଯାତ୍ରାର ଖାଲି ଚାଲିଛି ଯୁଗ। ଆଉ ସୋସିଆଲ ମିଡ଼ିଆରେ କିଛି ନାହିଁ, କେବଳ ଯାତ୍ରା। ବିରକ୍ତ ବି ହେଇଗଲେଣି ଲୋକମାନେ, ଆଉ କିଛି ନ୍ୟୁଜ ଦେଖାନ୍ତୁ। ଯାତ୍ରା ବର୍ତ୍ତମାନ ସିନେମାଠୁ ବେଶୀ ଚର୍ଚ୍ଚାରେ ଯାତ୍ରା ଅଛି। ମାନେ ଗୋଟେ ଟାଇମରେ ଯାତ୍ରାର ଏତେଟା ପ୍ରଚାର ପ୍ରସାର ହଉନଥିଲା, କିନ୍ତୁ ଯେହେତୁ କଣ୍ଟ୍ରୋଭର୍ସି ଆସିଗଲାଣି ସେଥିପାଇଁ ବହୁତ। ହଁ, କଣ୍ଟ୍ରୋଭର୍ସି ଯୋଉଠି ଥାଏ ସେଠି ଅଧିକ ପପୁଲାରିଟି ଥାଏ। ଏଇଟା ହୁଏତ ବହୁତ ଭଲ ହେଇପାରେ, ନହେଲେ ବହୁତ ଖରାପ ବି ହେଇପାରେ। ଏଇ ଯୋଉ ସମୟଟା ଆସୁଛି ବହୁତ ଭଲ, ସେଇଟା ପୁରା ମୁଁ କହୁଛି ଯେ ତାକୁ କିଏ ପ୍ରେଡିକ୍ସନ କରିବ। ହୁଏତ ଯାତ୍ରା ପାଇଁ ବହୁତ ଭଲ ହେଇପାରେ, ଯାତ୍ରା ବହୁତ ଆଗକୁ ଯାଇପାରେ, ନାଇଁ ତ ଯାତ୍ରା କୋଉ ମୁହୂର୍ତ୍ତରେ ବନ୍ଦ ବି ହେଇଯାଇପାରେ, ଯୋଉ ପ୍ରକାରର କଣ୍ଟ୍ରୋଭର୍ସି ହଉଛି। ଆଚ୍ଛା, ଏଠି ଆମେ ଯାତ୍ରା ପେଣ୍ଡାଲ ଉପରେ ବିଭିନ୍ନ ପ୍ରକାର କ୍ୟାରେକ୍ଟରକୁ ଦେଖୁଛୁ, କିନ୍ତୁ ଏଠି ରିଏଲରେ ଦେଖୁଛୁ କି କେତେ ଜଣ ପିୟୁଷକୁ ଭିଲିଆନ କହୁଛନ୍ତି, ପିୟୁଷକୁ ହିରୋ କହୁଛନ୍ତି। ଆପଣଙ୍କୁ କଣ ଲାଗେ ଯେ ପିୟୁଷ? ମୁଁ ସେସବୁ ଉପରେ କିଛି ମତ ଦେଇପାରିବିନି। ମୁଁ ପ୍ରଥମ କଥା, ମୁଁ ମୋ ନିଜ କଥା କହୁଛି। ମୁଁ ଯାତ୍ରାକୁ ଆସିଛି ଭଲରେ ବଞ୍ଚିବା ପାଇଁ, ଦୁଇ ପଇସା ରୋଜଗାର କରିବା ପାଇଁ। ମୁଁ ଯାତ୍ରାରେ ରହିକି ବହୁତ ଖୁସିରେ ଅଛି। ଆଉ ମୁଁ ସମ୍ମାନର ସହିତ ବଞ୍ଚିବାକୁ ଚାହେଁ, ଇଜ୍ଜତର ସହିତ ବଞ୍ଚିବାକୁ ଚାହେଁ। କିଏ କଣ କରୁଛି କଣ ନାହିଁ, ମୋର ସେଥିରେ କୌଣସି ମତଲବ ନାହିଁ। ଏ ବିବାଦ ଦିନେ ସରିବ ତ ନିଶ୍ଚୟ। ଯାତ୍ରା ସୁରୁଖୁରୁରେ ବି ଚାଲିବ, ଏଇଟା କଣ ସବୁଦିନ ରହିବ କି?